বিপ্লব প্রধান জিন্দাবাদ বিপ্লব প্রধান জিন্দাবাদ। নারী নির্যাতন বন্ধ করো, নারী নির্যাতন বন্ধ করো। বিজয় সরকার ডাউন ডাউন, বিজয় সরকার ডাউন ডাউন, মোহন মাঝি ডাউন মোহন মাঝি ডাউন। নারী তে ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ମିଷ୍ଟର ସୁଦର୍ଶନ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଉ ମୁଁ ବର୍ତ୍ତମାନ ଅଛି ଦାରିଙ୍ଗବାଡ଼ି ଚାରିଛକ ସ୍ଥାନରେ, ଆଉ ଯେଉଁଠିକି ମଶାଲ ଶୋଭାଯାତ୍ରା ବ୍ଲକ କଂଗ୍ରେସ କମିଟି ଆଜି ନାରୀ ନିର୍ଯାତନା ଉପରେ ଯେଉଁ ଶୋଭାଯାତ୍ରା କରୁଛନ୍ତି, ମୁଁ ସେହି ସ୍ଥାନରେ ଅଛି। ଆଉ ଅଧିକ ଜାଣିବା ପାଇଁ ଆଉ ଯେତିକି ସବୁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତା ଅଛନ୍ତି ସେମାନଙ୍କୁ ମୁଁ ପଚାରି ବୁଝିବି। ନାରୀ ନିର୍ଯାତନା ବନ୍ଦ କରିବା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ରାଜରାସ୍ତାକୁ ଆଜି ସନ୍ଧ୍ୟା 7:30 ଦାରିଙ୍ଗବାଡ଼ି ଚାରିଛକ ଠାରେ ମଶାଲ ଶୋଭାଯାତ୍ରା କରି ଆସ ଲଢ଼ିବା, ମହିଳାଙ୍କୁ ସୁରକ୍ଷା ଦେବା, ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ବିରୁଦ୍ଧରେ ଆମ ଗହଣରେ ଅଛନ୍ତି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜାକବ ପ୍ରଧାନ। ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ତାଙ୍କ ବକ୍ତବ୍ୟରୁ କିଛି ଆମେ ଶୁଣିବା। ଦେଖନ୍ତୁ, ଓଡ଼ିଶାରେ ସମୁଦାୟ ଭାରତ ବର୍ଷରେ ବିଜେପି ସରକାର ଚାଲିଛି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଚାଲିଛି। ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଚାଲିଛି। ଡବଲ ଇଞ୍ଜିନ ସରକାର କୁହାଯାଏ। ତେବେ ଯେବେ ବିଜେପି ସରକାର କ୍ଷମତାକୁ ଆସିଛି, ଆଉ ଦେଶରେ ଏବଂ ବିଶେଷ ଭାବରେ ଓଡ଼ିଶା ରାଜ୍ୟରେ ନାରୀ ନିର୍ଯାତନା ମାତ୍ରାଧିକ ବୃଦ୍ଧି ପାଇଛି। ଆମର ନିକଟରେ ଏବେ ବାମୁଣିଗାରେ ମଧ୍ୟ ନିର୍ଯାତନା ଆମେ ଦେଖିପାରୁଛୁ। ହଷ୍ଟେଲ ମାନଙ୍କରେ ଛାତ୍ରୀମାନେ, ନାବାଳିକା ମାନେ ସେମାନେ ପ୍ରସବ କରୁଛନ୍ତି। ନାରୀ ମାନଙ୍କୁ ନିର୍ଯାତନା ଅତ୍ୟଧିକ ବୃଦ୍ଧି ପାଇଛି। ନାରୀ ନିର୍ଯାତନା, ନାରୀ ମାନଙ୍କୁ ସୁରକ୍ଷା ଦେବାରେ ସରକାର, ମୋହନ ସରକାର ବିଶେଷ ଭାବରେ ଫେଲ ମାରିଛନ୍ତି। ଆଉ ସେଥିପାଇଁ ଏହାର ପ୍ରତିବାଦ ସ୍ୱରୂପ ରାଜ୍ୟରେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଦାସଙ୍କ ନେତୃତ୍ୱରେ ସମୁଦାୟ ଓଡ଼ିଶାରେ ପ୍ରତି ବ୍ଲକ ହେଡକ୍ୱାର୍ଟର ମାନଙ୍କରେ ଆଜି ଏହାର ପ୍ରତିବାଦ ସ୍ୱରୂପ ମଶାଲ ଯାତ୍ରା ଏଇ ଧାରଣା ଆମେ କରୁଛୁ ଏବଂ ପ୍ରତିବାଦ କରୁଛୁ। ଆଉ ନାରୀର ସୁରକ୍ଷା ମାନେ ଦାବି କରୁଛୁ, ନାରୀ ପ୍ରତି ସମ୍ମାନ ଦାବି କରୁଛୁ। ଆଉ ତା ସହିତ ଗ୍ୟାସ ସିଲିଣ୍ଡର ମଧ୍ୟ ମାତ୍ରାଧିକ ବୃଦ୍ଧି ପ୍ରାପ୍ତ ହେଇଛି, ଆଉ ତାହା ମଧ୍ୟ ବନ୍ଦ କରିବା ପାଇଁ ଆମେ ଦାବି କରୁଛୁ। ଆଜି କେବଳ ଆମେ ଏହି ସ୍ଥାନରେ ନୁହେଁ, ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ମାନେ ଏହା କାର୍ଯ୍ୟକ୍ରମ ଆମେ କରୁଛୁ। ଗତ ଦିନ ମାନଙ୍କରେ ରାଜ୍ୟସ୍ତରୀୟ, ଯାହାକି ମାର୍ଚ୍ଚ 27 ତାରିଖରେ ବିଧାନସଭା ଘେରାଉ କରାଯାଇଥିଲା। ଆଉ ଏଇ 15 ତାରିଖରେ ପ୍ରତ୍ୟେକ ବ୍ଲକ ହେଡକ୍ୱାର୍ଟରରେ ଏହା କରାଯାଉଛି ଏବଂ 21 ତାରିଖରେ ଜିଲ୍ଲା ସ୍ତରରେ ମଧ୍ୟ କରାଯିବ। କେବଳ ସେତିକି ନୁହେଁ, ଏହାର ସମାଧାନ ହେବା ପର୍ଯ୍ୟନ୍ତ ଆମମାନଙ୍କର କଂଗ୍ରେସର ଏଇ କାର୍ଯ୍ୟକ୍ରମ ଜାରି ରହିବ, ବିରୋଧ ଜାରି ରହିବ, ଏଇ ଆନ୍ଦୋଳନ ଜାରି ରହିବ। ଆଉ ଯଦି ନ ହେବ ଆମେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ରତର କରାଯିବ। ବିଦ୍ୟାଧର ମଲ୍ଲିକ ମଧ୍ୟ ଅଛନ୍ତି, ତାଙ୍କର ମୁଖରୁ କିଛି ଆମେ ବକ୍ତବ୍ୟ ଶୁଣିବା। କଂଗ୍ରେସର ଆସନ୍ତୁ ଏ ବିଷୟରେ ନେତୃବର୍ଗ, ଅଧିକ ଜାଣିବା ପାଇଁ ଆମର ପ୍ରାଦେଶିକ କଂଗ୍ରେସ କର୍ମୀ ଅଛନ୍ତି, ତାଙ୍କୁ ପଚାରି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 60,000 ମହିଳା ମାନେ, ଯୁବତୀ ମାନେ ଆଜି ନିଖୋଜ ରହିଛନ୍ତି। ସେମାନଙ୍କର ଆତାପତା ନାହିଁ। ସେମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢିଛି। ନାରୀ ବର୍ତ୍ତମାନ ଅସୁରକ୍ଷିତ। ଆମ ମା ଭଉଣୀ ମାନେ ରାଜରାସ୍ତାରେ ଚାଲି ପାରୁନାହାନ୍ତି। ସେମାନଙ୍କୁ ଦ୍ୱିପହରେ ସେମାନଙ୍କୁ ଅତ୍ୟାଚାର କରାଯାଉଛି, ନିର୍ଯାତନା ଦିଆଯାଉଛି। ସ୍କୁଲ କଲେଜର ଷ୍ଟୁଡେଣ୍ଟ ମାନେ ସେମାନେ ଆଜି ପ୍ରସବ କରୁଛନ୍ତି ଏବଂ ଅନେକ ମା ଭଉଣୀ ମାନେ ଯେଉଁମାନେ କାମ ଧନ୍ଦା ନାଁରେ ବାହାରକୁ ଚାଲି ଯାଇଛନ୍ତି, ସେମାନଙ୍କର କୌଣସି ପ୍ରକାର ଖୋଜ ଖବର ନାହିଁ। ଆମେ ପାଉଛୁ ଯେତେବେଳେ କି ସେମାନେ ଲାଶ ହେଇକି ଫେରୁଛନ୍ତି। ବର୍ତ୍ତମାନ ସରକାର ଆମମାନଙ୍କୁ ଭୋଟ ପାଇବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖେଇ ଆଜି
ସୁଭଦ୍ରା ନାଁରେ ଗ୍ୟାସ ନାଁରେ ଆମମାନଙ୍କୁ ପ୍ରଲୋଭନ କରି ସେ ଭୋଟ ହାତେଇ ବର୍ତ୍ତମାନ ମଞ୍ଚାସୀନ ରହିଛି, କ୍ଷମତା ହାସଲ କରିଛି। କିନ୍ତୁ ନାରୀ ବର୍ତ୍ତମାନ ଅସୁରକ୍ଷିତ ଏବଂ ଆମମାନଙ୍କର ସମାଜ ଅସୁରକ୍ଷିତ। ତେଣୁ ଆମେ ଏଇ ମଶାଲ ଜଳେ ଆମେ ପ୍ରତିବାଦ କରୁଛୁ। ଏ ଅନ୍ଧାର ଶାସନକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ, ତାକୁ ବିରୋଧ କରୁଛୁ। ଆଉ ଏଠି ସୂଚେଇ ଦେଉଛୁ ଏଇଟା ଆରମ୍ଭ ମାତ୍ର। କିନ୍ତୁ ଏଇ ଯଦି ସମାଧାନ ନ କରାଯାଏ, ନାରୀ ପ୍ରତି ଯଦି ନ୍ୟାୟ ନ ଦିଆଯାଏ, ତାହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଏବଂ ସମ୍ପୂର୍ଣ୍ଣ ଓଡ଼ିଶାରେ ଏହି ଆନ୍ଦୋଳନ ତୀବ୍ରତର ହେବ ଏବଂ ଆମେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଯୁବ ସମାଜ, ଛାତ୍ର ସମାଜ ଏବଂ এই ছামা সংগঠন কংগ্রেস কমিটি, যুব কংগ্রেস কমিটি সমস্তে রাজরাস্তাକୁ ওহ্লাইবে। সেই সমୟରେ প্রশাসনর নিদ হজিଯିବ। বর্তমান সে নিগড় নিদ্রা শোইଛନ୍ତି, ଅନ୍ଧାର ଭିତରେ ଶାସନ ଚାଲିଛି। ତାକୁ ଆମେ ପ୍ରତିବାଦ କରି ଆଜି এই ପ୍ରାଦେଶିକ ସଭାପତିଙ୍କ ନେତୃତ୍ୱରେ ପ୍ରତ୍ୟେକ ଓଡ଼ିଶାର 314ଟି ବ୍ଲକରେ ଆମେ এই ମଶାଲ ପ୍ରତିବାଦ କରୁଛୁ। ଆଉ ଆଶା କରୁଛୁ ନିଶ୍ଚିତ ରୂପେ ସରକାରଙ୍କ କାନକୁ ଯିବ, ତାଙ୍କର ଏବଂ ତାଙ୍କର ନିଦ ଭାଙ୍ଗିବ। ଏତିକି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। বিজেপি সরকার ডাউন 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 বিজেপি সরকার ডাউন 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 বিজেপি সরকার ডাউন 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 নারী হত্যা ଶୁଣୁଥିଲେ ଦାରିଙ୍ଗବାଡ଼ି ବ୍ଲକର କଂଗ୍ରେସ କମିଟି ପକ୍ଷରୁ ନାରୀ ନିର୍ଯାତନା ଆଉ ବିରୋଧ କରି ମଶାଲ ଶୋଭାଯାତ୍ରା କରିଛନ୍ତି ଦାରିଙ୍ଗବାଡ଼ି ଚାରିଛକଠାରେ। ସମୟ ପ୍ରାୟ 7:30 ସମୟରେ। ଆଉ ମୁଁ ତାହାଙ୍କୁ ପଚାରି ବୁଝୁଥିଲି, ବହୁତ ସୁନ୍ଦର ଭାବରେ ସେ ବକ୍ତବ୍ୟ ରଖୁଥିଲେ। ଆଉ ନାରୀ